ଆଚାର ଏଇଟା ହେଉଛି ଯେଉଁ ଇଏ ଆମ୍ବୁଲ ଖାଲି ସୋରିଷ ମସଲା ଦିଆ ହେଇକି ହେଇଛି। ଏଇଟା ଆମ୍ବୁଲ, ଏଇଟା ଖାଲି ସୋରିଷ କଞ୍ଚା ଲଙ୍କା ତେଲ ରାଇ ତେଲ ପଡ଼ିକି ହେଇଛି। ଏଇଟା ଚିନି ଫିନି ଗ୍ରାଇଣ୍ଡିଙ୍ଗ ହେଇଛି। ଏଟା ବି ସେଇଭଳିଆ, ଏଟା ବି ସେଇଆ ହେଇଛି, ସେଇଆ ହେଇଛି। ଏଇଟା ଆମ୍ବୁଲ, ଏଇଟା ଆମ୍ବୁଲ। ଯାହା ତାକୁ କାଟି ପକେଇ ଆମ୍ବ ସବୁ କାଟି ପକେଇ କାଟି ଦେଇ ଏଇଟା ଆମ୍ବୁଲ ହେଉଛି। ଏଇଟା ଖାଲି ଆମ୍ବୁଲ ଯେଉଁ ଇଏ ହେବ, ଏଇଟା ଫାଳ କରିଦେଉଛି। କାଟି ପାରୁନି, ପନିକିରେ କାଟି ହେଉନି। ଏଇଟା ହେଉଛି ଆମ୍ବ ସଢ଼ା। ଏଇଟା ଥାଳିରେ ଆମ୍ବ ସଢ଼ା ହେଇଛି, ଆମ୍ବ ସଢ଼ା। ଏ ଥାଳିରେ ଇଏ କରିଦେଉଛି, ତାପରେ କାଟିବି। ଏଇଟା ଫାଳ କରିଦେଉଛି, ଫାଳ କରିଦେଇକି ତାପରେ ଏଇଟାକୁ କାଟିବି। କାଟିବି ଆଉ ସାଇଜ୍ କରନ୍ତୁ। ବହୁତ ଟାକୁଆ ହେଇଗଲାଣି, ଭାରି କଷ୍ଟ ହେଉଛି କାଟିବା ପାଇଁ। ଟାକୁଆ ହେଇଗଲାଣି, ବହୁତ କଷ୍ଟ ହେଉଛି କାଟିବା ପାଇଁ। ଟାକୁଆ ହେଇଗଲା ନା, ଭାରି କଷ୍ଟ ହେଉଛି କାଟିବା ପାଇଁ। ଏଇଟା ଫାଳ କରିଦେଇକି, ଏଇଟା ଫାଳ କରିଦେଇକି ଏଇଟା ବହୁତ କଷ୍ଟ ହେଉଛି କାଟିବା ପାଇଁ। ଏ ଟାକରା ଚାମଚରେ ବାହାର କରିଦେଲା ବେଳକୁ ବାହାରୁଛି, ନହେଲେ ବାହାରୁନି ଜମା। ଏଇଟା ଫାଳ କରିଦେଇକି ଟାକୁଆ ପୁରା ହେଇଗଲାଣି ଆଉ କାଟି ହେବ କଣ? ପୁରା ଟାକୁଆ ହେଇଗଲା। କୋରିକି ଯେଉଁ କରିମି, କାଲି କୋରିକି କୋରାନରେ କୋରିକି କଲେ ଭଲ ହେବ। ଫାଳ କରିଦେଇକି ଚୋପା ଛାଡ଼ିଦେଲା ବେଳକୁ ସାଙ୍ଗେ ସାଙ୍ଗେ ହେଇଯାଉଛି। ଏଇଭଳିଆ ସବୁ ଫାଳ କରିଦେଲା ବେଳକୁ ଆରାମସେ ଚୋପା ଛଡ଼େଇ ହେଇଯାଉଛି। ଇଏ ଚୋପା ଛଡ଼େଇ ହେଇଯାଉଛି। ଫାଳ କରିଦେଇକି ସାଙ୍ଗେ ସାଙ୍ଗେ ଚୋପା ଛଡ଼େଇ ହେଇଯାଉଛି। ଏଇଟା ଛଡ଼େଇ ହେଉନି ନା, ଏଇଟା ଛଡ଼େଇ ହେଇଯାଉଛି। ଏଗୁଡ଼ା ସବୁ ବାହାର କରିଦେଲେ, ହଳଦୀ ଫଲଦି ପକାଇଦେଲେ ଭଲ ହେବ। ଦେଖନ୍ତୁ, ଏଇଟା ହେଉଛି ଆମ୍ବ ସଢ଼ା। ଏଇଟା ଆଗେ ତାକୁ କୋରିନି, କୋରିକି ନା ଯେଉଁ ଚକୁଡ଼ି ପକେଇନି, ପାଚିଲା ଆମ୍ବ ଚକୁଡ଼ି ପକେଇକି ତାପରେ ସବୁ ତାକୁ ଆଉ ଟିକେ ମସଲା ଦେଇକି ଥାଳିରେ କରିଦେଇଛି। ଶୁଖିଲେ ହେବ ସଢ଼ା ଆମ୍ବ। ଦେଖନ୍ତୁ, ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। କେମିତି ଲାଗୁଛି ଭିଡ଼ିଓ?